ଜାନୁଆରୀ ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥର୍ମନ ଶାନମୁଗରତ୍ନମ୍ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ସମୟରେ ସେ ଓଡ଼ିଶା ଆସିବେ। ସିଙ୍ଗାପୁରର ଭାରତର ହାଇକମିଶନର ଶ୍ରୀ ସାଇମନ ୱଙ୍ଗ ଆଜି ଲୋକସେବା ଭବନରେ ତାଙ୍କୁ ଭେଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏହା ଜଣାଇଛନ୍ତି। ଏହି ଦ୍ୱିପାକ୍ଷିକ ବନ୍ଧନକୁ ସ୍ମରଣ କରିବା ପାଇଁ ସିଙ୍ଗାପୁର ରାଷ୍ଟ୍ରପତି ଆସନ୍ତା ମାସରେ ଭାରତ ଗସ୍ତ କରୁଛନ୍ତି। ଏହା ବ୍ୟତୀତ ଗତ ମାସରେ ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ସରକାରଙ୍କୁ ମଧ୍ୟ ଓଡ଼ିଶା ଗସ୍ତର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରି ରାଷ୍ଟ୍ରପତି ତାଙ୍କ ଭାରତ ଗସ୍ତ ସମୟରେ ଓଡ଼ିଶା ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋକେମିକାଲ କମ୍ପ୍ଲେକ୍ସ, ଇଣ୍ଡଷ୍ଟ୍ରିଆଲ ପାର୍କର ବିକାଶ, ନୂତନ ଶକ୍ତି, ଆଇଟିର ଦକ୍ଷତା ବିକାଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଆଡ଼ିସନାଲ ମୁଖ୍ୟ ଶାସନ ସଚିବ ଶ୍ରୀ ନୃକୁଞ୍ଜୟ ବେହେରା ଧଳ, ଏସିଏସ୍ ହୋମ୍ ଶ୍ରୀ ସତ୍ୟବ୍ରତ ସାହୁ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ପ୍ରିନ୍ସିପାଲ ସେକ୍ରେଟାରୀ ଶ୍ରୀ ବିଶାଲ ଦେବ, ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ପ୍ରିନ୍ସିପାଲ ସେକ୍ରେଟାରୀ ଶ୍ରୀ ଏନବିଏସ୍ ରାଜପୁତ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ହାଇ କମିଶନରଙ୍କ ସହ ନୂଆଦିଲ୍ଲୀର ଡେପୁଟି ହାଇ କମିଶନର ମିସ୍ ଆଲିସ୍ ଚେଙ୍ଗ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ୍।